ନମସ୍କାର ଦର୍ଶକ ବନ୍ଧୁ। ଆଜି ହେଉଛି ମେ ମାସ 13 ତାରିଖ 2024 ମସିହା ସୋମବାର। ଆସନ୍ତୁ ଜାଣିବା ଆଜିର 12ଗୋଟି ରାଶିଫଳଙ୍କ ବିଷୟରେ। ପ୍ରଥମ ରାଶି ମେଷ ରାଶି। ଆଜି ଅନୁକୂଳ ଗ୍ରହ ସ୍ଥିତି ସହିତ ସ୍ୱଗୃହୀ ଚନ୍ଦ୍ର ପ୍ରଭାବରୁ ଅଷ୍ଟାଙ୍ଗ କାର୍ଯ୍ୟ ଆରମ୍ଭ ବନ୍ଧୁ ମିଳନର ସୁଯୋଗ ମିଳିବ। କୌଣସି ଭଲ କାମରେ ନିଜକୁ ନିୟୋଜିତ କରି ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଶଂସା ଅର୍ଜନ ହେବେ। ପରିବାରରେ ନିଜ ଅଧିକାର ଜାହିର କଲେ ଅବଶିଷ୍ଟ ହେବାକୁ ପଡ଼ିପାରେ। ଋଣ ପରିଶୋଧ ମାର୍ଗ ପ୍ରଶସ୍ତ ନ ହୋଇପାରେ। ପରବର୍ତ୍ତୀ ରାଶି ବୃଷ ରାଶି। ଆଜିର ଗ୍ରହ ଯୋଗ ପ୍ରଭାବରୁ ଅର୍ଥ ପାଇବାର ଅଭିଳାଷ ରଖି କୌଣସି ବ୍ୟକ୍ତି ପ୍ରଶଂସା କରିପାରନ୍ତି। ସମସ୍ୟା ବହୁଳ ପାରିବାରିକ ଜୀବନରେ ସାମାନ୍ୟ ରିହାତି ମିଳିପାରେ। ବହୁ ଦିନରୁ ପ୍ରତୀକ୍ଷା କରିଥିବା ଖବରଟିକୁ ହଠାତ୍ ପାଇ ଉତ୍ଫୁଲ୍ଲିତ ହୋଇଯିବେ। ଆନୁଷ୍ଠାନିକ କାମରେ ଆବଶ୍ୟକ ସହଯୋଗରେ ଆଶା ବୃଥା ହେବ ନାହିଁ। ପରବର୍ତ୍ତୀ ରାଶି ମିଥୁନ ରାଶି। ଧରାଥିବା ଧନସ୍ଥ ଯୋଗ ବକେୟା ଆଦାୟ ସଦସ୍ୟ ଆଲୋଚନା କରିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ନେଇ ସମସ୍ୟା ସମାଧାନ ପାଇଁ ଚେଷ୍ଟା କଲେ ଉପକୃତ ହେବେ। ଆଜିର ଯାତ୍ରାରେ ସତର୍କ ନ ରହିଲେ କିଛି ଜିନିଷ ହଜିଯାଇପାରେ। କର୍ମକ୍ଷେତ୍ରରେ ଜଣେ ସହକର୍ମୀ ସହିତ ସାମାନ୍ୟ କଥାରୁ ଝଗଡ଼ା ଲାଗିପାରେ। ପରବର୍ତ୍ତୀ ରାଶି କର୍କଟ ରାଶି। ଆଜି ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ପ୍ରତ୍ୟେକ ଆଶା ଓ ଅଭିଳାଷ ପୂରଣ ହୋଇଯିବ। କିନ୍ତୁ ସ୍ୱାମୀଙ୍କ କ୍ରୋଧ ପ୍ରଭାବରୁ କୌଣସି ଅସୁବିଧା ନ ଥାଇ ମଧ୍ୟ ସବୁ କାମ ବିଳମ୍ବରେ ସମ୍ପନ୍ନ ହେବ। ଗଣତନ୍ତ୍ର ଲୋକ ସମ୍ପର୍କ ସଂଗଠନ ଓ ଆଇନ ଅଦାଲତରେ ସୁଫଳ ଲିଭିବେ। ଅସମର୍ଥିତ ଶତ୍ରୁ ଭୁଲ ଖବର ପାଇ ସାମୟିକ ଭାବରେ ବିପଦ ହୋଇପାରନ୍ତି। ପରବର୍ତ୍ତୀ ରାଶି ସିଂହ ରାଶି। ରବି ଓ ଶନିଙ୍କ ଷଷ୍ଠାଷ୍ଟକ ସ୍ଥିତି ପାରିବାରିକ କ୍ଷେତ୍ରରେ ମତାନ୍ତର ଜନିତ ଅଶାନ୍ତି ଉଦ୍ରେକ କରିପାରେ। ଆବଶ୍ୟକତା ପୂରଣ ପାଇଁ ଆଜି କିଛି ଅଧିକ ଅର୍ଥ ଦରକାର ପଡ଼ିବ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଆଶା ଉଜ୍ଜ୍ୱଳ ହେବାର ଲକ୍ଷ୍ୟ କରିବେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବା ସାଙ୍ଗକୁ ଟେନସନ କିଛି ମାତ୍ରାରେ କମିଯାଇପାରେ। ପରବର୍ତ୍ତୀ ରାଶି କନ୍ୟା ରାଶି। ସପ୍ତମସ୍ଥ ଦ୍ୱିତୀୟାଧିପ ହେତୁ ସମ୍ପର୍କୀୟଙ୍କ ଜରିଆରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନ କରିବେ। ଅଭାବ ନଥିଲେ ମଧ୍ୟ ବେହିସାବୀ ଖର୍ଚ୍ଚ ସକାଶେ ପରିବାରର ତାଗିଦ ପାଇପାରନ୍ତି। ଆଜି କର୍ମକ୍ଷେତ୍ରରେ ବିବାଦୀୟ ହେବ। କ୍ରୀଡ଼ା କଳା ସାହିତ୍ୟ ସାମ୍ବାଦିକତା ତଥା ପ୍ରଚାରାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ପରବର୍ତ୍ତୀ ରାଶି ତୁଳା ରାଶି। ସପ୍ତମ ଭାବସ୍ଥ ଗ୍ରହ ପ୍ରଭାବରୁ ଆୟ ଶିଳ୍ପ ବ୍ୟବସାୟ ଓ ଯାତ୍ରା ଆୟ ଦିନରାତି ପ୍ରଶସ୍ତ ରହିବ। ଅବସର କର୍ମୀ ଅନେକ କାମରେ ଲଗାଇ ଫାଇଦା ହାସଲ କରିପାରିବେ। ଅନଟନ ଦୂରେଇ ଯିବା ସହ ଆର୍ଥିକ ଅଭିବୃଦ୍ଧି ପାଇଁ କୌଣସି ଯୋଜନା ଫଳପ୍ରସୂ ହୋଇପାରେ। ବନ୍ଧୁମାନଙ୍କ ପ୍ରେରଣାରେ ଆଧ୍ୟାତ୍ମିକତା ଭାବଧାରାରେ ଉଦ୍ବୁଦ୍ଧ ହୋଇପାରନ୍ତି। ପରବର୍ତ୍ତୀ ରାଶି ବୃଷ ରାଶି। ଚନ୍ଦ୍ରଙ୍କ ଏକାଦଶସ୍ଥ ବୃହସ୍ପତି ହେତୁ ଏକାଧାରରେ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୃଦ୍ଧିମନ୍ତ କରିବ। ବୈଷୟିକ ଅଭିବୃଦ୍ଧି ଏବଂ ବନ୍ଧୁ ସମ୍ପର୍କ ଦୃଢ଼ୀଭୂତ ହୋଇପାରେ। ରାଶାଧିପତି ରାହୁଯୁକ୍ତ କାରଣରୁ ନେଗେଟିଭ ଚିନ୍ତା ମନକୁ ଆକ୍ରାନ୍ତ କରିପାରେ। ପରିବାରର ସମସ୍ୟା ଦିଗରେ ବନ୍ଧୁଙ୍କ ପରାମର୍ଶକ୍ରମେ ଗ୍ରହଣଯୋଗ୍ୟ ହେବ। ପରବର୍ତ୍ତୀ ରାଶି ଧନୁ ରାଶି। ଆଜି ଦିନର ଗ୍ରହସ୍ଥିତି ଭଲ ନଥିବାରୁ ଚାକିରି ଜୟ ଭଲ ହେବ। କୌଣସି ଭାବସ୍ଥ ଗ୍ରହ ଜନିତ ଯାହା ଚାହୁଁଥିବେ ତାହା ପାଇବାର ଅସୁବିଧା ହୋଇନପାରେ। ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ ଓ ପ୍ରତିଷ୍ଠା ମିଳିବ। ରାଜନୀତି ଆଇନ ଗବେଷଣା ସମାଜନୀତି କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବାର ସୂଚନା ମଧ୍ୟ ରହିଛି। ପରବର୍ତ୍ତୀ ରାଶି ମକର ରାଶି। ଆଜିର ସପ୍ତମସ୍ଥ ସ୍ୱଗୃହୀ ଚନ୍ଦ୍ର ହେତୁ ଯାତ୍ରା ବାଣିଜ୍ୟ ଦିଗରୁ ସୁଫଳ ମିଳିବ। ଦୈନନ୍ଦିନ କାମରେ ସମ୍ପର୍କୀୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଏବଂ ଆପଣଙ୍କ ସକାଶେ କିଛି ମଧ୍ୟ କରିପାରନ୍ତି। ଗୁରୁଜନଙ୍କ କଥାକୁ ଭାଙ୍ଗି ନ ପାରି ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କଲେ ଉପକୃତ ହେବେ। ବିବାଦୀୟ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିପାରେ। ପରବର୍ତ୍ତୀ ରାଶି କୁମ୍ଭ ରାଶି। ଦେହରେ ବସା ବାନ୍ଧି ରହିଥିବା ରୋଗ ଶୁଝିପାରୁନଥିବା ଋଣ ଏବଂ ସମାଲୋଚନା କରୁଥିବା ଲୋକଟି ପାଇଁ ଚିନ୍ତା ବଢ଼ିଯିବ। ଗୁରୁଜନଙ୍କ ଉତ୍ସାହିତ ପାଇଁ ଦୁଃଖ ସାଧନ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମ ରାଜନୈତିକ ଆଲୋଚନା ବ୍ୟବସାୟିକ ପରିସ୍ଥିତି ସକାଶେ ବ୍ୟସ୍ତତା ପ୍ରକାଶ କରିବେ। ଆଜିର ଅନ୍ତିମ ରାଶି ମୀନ ରାଶି। ପରିବାରରେ ପାରିପାର୍ଶ୍ୱିକ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ। ସାହିତ୍ୟ ଚର୍ଚ୍ଚା ସମାଜନୀତି ଦୂରଭ୍ରମଣ ରାଜନୈତିକ ଏବଂ ପ୍ରଶାସନିକ କାର୍ଯ୍ୟ ପାଇଁ ମଧ୍ୟ ଦିନଟି ଭଲ ହେବ। କେତେକ ବ୍ୟକ୍ତିଙ୍କ ଅସହଯୋଗ ଜନିତ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ପୁରାତନ ରୋଗ ଜନିତ ଶାରୀରିକ ପୀଡ଼ାରେ କଷ୍ଟ ପାଇପାରନ୍ତି। ନିହାତି ଆଜିର 12ଗୋଟି ରାଶିଫଳଙ୍କ ବିଷୟରେ ଆପଣଙ୍କ ଦିନ ଭଲ ରହିବ। ଜୟ ଜଗନ୍ନାଥ। ଆପଣ ଯଦି এই ଚ୍ୟାନେଲ ନୂଆ ଅଛନ୍ତି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ନୋଟିଫିକେସନ ଅନ୍ କରି ଅଲ୍ ସେଟ୍ କରିଦେବେ। ଜୟ ଶ୍ରୀକୃଷ୍ଣ।